ଦୁଇ ପଦରେ ଲେଖାଯାଏ ଯେ ନୂତନ ଆକାଶ ମଣ୍ଡଳ ନୂତନ ପୃଥିବୀ। ଆମେ ପରଦିନର ଅଧ୍ୟୟନରେ ଜାଣିଥିଲା ଯେ ସେ ଆକାଶ ମଣ୍ଡଳ କାଣା ହେଲା, ସେ ସିଂହାସନରେ ଉପବିଷ୍ଟ 20:11 ଲେଖାଯାଏ ସେ ଆକାଶ ମଣ୍ଡଳ ଆଉ ସିଂହାସନ ଉପରେ ଯେଉଁ ପରମେଶ୍ୱର ବସିଥିଲେ ତାଙ୍କୁ ଦେଖି ପୃଥିବୀ ଓ ଆକାଶ ମଣ୍ଡଳ ପଳାୟନ କରିଥିଲା। ତାର ଅର୍ଥ ଆଉ ଗୋଟେ ନୂତନ ଆକାଶ ମଣ୍ଡଳ ପରମେଶ୍ୱର ସୃଷ୍ଟି କଲେ। ଆଉ 21 ପର୍ବରେ ଯାହା ଲେଖାଯାଏ 1 ପଦରେ, ପରେ ମୁଁ ଏକ ନୂତନ ଆକାଶ ମଣ୍ଡଳ ନୂତନ ପୃଥିବୀ ଦେଖିଲି, କାରଣ ପ୍ରଥମ ଆକାଶ ମଣ୍ଡଳ ପ୍ରଥମ ପୃଥିବୀ ଲୋପ ପାଇଥିଲା, ପୁଣି ସମୁଦ୍ର ଆଉ ନଥିଲା। ପୁଣି ମୁଁ ପବିତ୍ର ନଗରୀ ଅର୍ଥାତ୍ ନୂତନ ଜେରୁସାଲେମକୁ ବର ନିମନ୍ତେ ସଜ୍ଜିତା କନ୍ୟାର ସଦୃଶ ପ୍ରସ୍ତୁତ ହୋଇ ସ୍ୱର୍ଗରୁ ଈଶ୍ୱରଙ୍କ ନିକଟରୁ ଅବତରଣ କରିବାର ଦେଖିଲି। ଆଉ ଯୋହନ ଏଇଟା ଦର୍ଶନରେ ଦେଖୁଛନ୍ତି, ପ୍ରଥମ ଆକାଶ ମଣ୍ଡଳ ପ୍ରଥମ ପୃଥିବୀ ନଷ୍ଟ ହେଲା ପରେ ପରମେଶ୍ୱର ନୂତନ ଏକ ଆକାଶ ମଣ୍ଡଳ ନୂତନ ପୃଥିବୀର ସୃଷ୍ଟି କଲେ। ଆଉ ଆମେ ଅନେକ ସମୟରେ ଚିନ୍ତା କରିଥାଉ ଯେ ଏ ପୃଥିବୀ ଆଉ ଏ ପୃଥିବୀରେ ପ୍ରଭୁଙ୍କର ଲୋକମାନେ ରହିବେ ନାହିଁ, ସ୍ୱର୍ଗରେ ରହିବେ ବୋଲି। ତାହା ଠିକ୍ କଥା, କିନ୍ତୁ ବାସ୍ତବରେ ସେ ସ୍ୱର୍ଗରେ ପରମେଶ୍ୱରଙ୍କ ଲୋକମାନେ ରହିବେ ନାହିଁ। ପରମେଶ୍ୱର ହିଁ ସ୍ୱର୍ଗରୁ ଓହ୍ଲାଇ ଆସିବେ ପୃଥିବୀକୁ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। କେତେବେଳେ? ଏଇ ପୃଥିବୀରେ ନୁହଁ, ଏଇ ପୃଥିବୀରେ ନୁହଁ, ଏକ ନୂତନ ଆକାଶ ମଣ୍ଡଳ ଆଉ ନୂତନ ପୃଥିବୀରେ। ସେହି ଜାଗାରେ ଆମେ ଯାହା ଅଧ୍ୟୟନ କଲା ଆଜି ଏବଂ କାଲିର ଅଧ୍ୟୟନରେ, ସେ ଜାଗାରେ କୌଣସି ଅଶୁଚିତା ରହିବ ନାହିଁ। କାରଣ କ'ଣ? 20ର ଶେଷରେ 20 ପର୍ବରେ ସବୁ ବିଷୟ ନଷ୍ଟ କରାଗଲା। ସବୁ ବିଷୟ, ସବୁ ଅଶୁଚିତାକୁ ନଷ୍ଟ କରାଗଲା। ଆଉ ସେଇ ଦିଆବଳକୁ କ'ଣ କରାଗଲା? ତାକୁ ମଧ୍ୟ ନଷ୍ଟ କରାଗଲା, ଅର୍ଥାତ୍ ନର୍କରେ ପକାଗଲା। ସେ ପୁରୁଣା ନାଗକୁ ନର୍କରେ ପକାଗଲା। ଭଣ୍ଡ ଖ୍ରୀଷ୍ଟକୁ, ଭଣ୍ଡ ଭାବବାଦୀକୁ, ଶୈତାନକୁ ନର୍କରେ ପକାଗଲା। ଅର୍ଥାତ୍ ସବୁ କିଛି କ୍ଲିୟର ହେଇଗଲା। କେବଳ ପରମେଶ୍ୱର ଏବଂ ତାଙ୍କର ଲୋକମାନେ ସେହି ଜାଗାରେ ରହିଲେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। କୌଣସି ଅଶୁଚିତା, କୌଣସି ପାପ, ଆଉ କୌଣସି କୁଚିନ୍ତକ, ଆଉ କୌଣସି ଭଣ୍ଡ ବିଷୟ, ଭ୍ରାନ୍ତ ବିଷୟ ସେହି ଜାଗାରେ ପ୍ରବେଶ କରିପାରିଲା ନାହିଁ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। କାରଣ ସବୁ କିଛିକୁ ପରମେଶ୍ୱର କ'ଣ କରିଥିଲେ? ନର୍କରେ ବା ସେ ଦ୍ୱିତୀୟ ମୃତ୍ୟୁରେ ଅଗ୍ନିମୟ ହ୍ରଦରେ ପକାଇ ଦେଇଥିଲେ। ଆଉ ତାପରେ ଗୋଟେ ସୁନ୍ଦର ବିଷୟ ଜାଗା ଲେଖାଯାଏ, ପୁଣି ମୋ ପବିତ୍ର ନଗରୀ ଅର୍ଥାତ୍ ନୂତନ ଜେରୁସାଲେମକୁ ବର ନିମନ୍ତେ ସଜ୍ଜିତା କନ୍ୟାର ସଦୃଶ। ସଦୃଶ କହିଲେ କ'ଣ? ଏକ ଉଦାହରଣ, ଏକ ଏକ୍ଜାମ୍ପଲ୍। ତାର ପରି ଗଣିତରେ ଯେ ପ୍ରକାର ଅଜଣା ଏକ ସଂଖ୍ୟାକୁ ଆମେ ଯେତେବେଳେ ନେଉଛୁ x ବୋଲି ଭାବିଥାଉ, ହଁ କି ନାହିଁ? ସେଟା ଅଜଣା ଏକ ସଂଖ୍ୟା, ତାପରେ ପ୍ରମାଣିତ ହେଇଗଲେ ସେ xର ମୂଲ୍ୟ ବାହାରିଥାଏ। ଠିକ୍ ସେହିପରି ଏ ଜାଗାରେ ଗୋଟେ ଏକ୍ଜାମ୍ପଲ୍ ଅଟେ, ଏ ଜାଗାରେ ଏକ ଉଦାହରଣ ଅଟେ ଯେ କନ୍ୟା ବୋଲି, କନ୍ୟା ସଦୃଶ ବୋଲି ଲେଖାଯାଏ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ବାସ୍ତବରେ ଗୋଟେ କନ୍ୟା ନୁହଁ, କିନ୍ତୁ ଆମେ ଯେ ପ୍ରକାର ବର କନ୍ୟାଙ୍କ ବିଷୟରେ ସେମାନଙ୍କର ଆଚରଣ ଦେଖି, ସେମାନଙ୍କର ଗୁଣ ସମୂହ ଦେଖି, ସେମାନଙ୍କର ପ୍ରେମ ଦେଖି, ସେମାନଙ୍କର ସୁସଜ୍ଜାକୁ ଦେଖି ଆମେ ଜାଣିପାରୁ ଏମାନେ ବର କନ୍ୟା ବୋଲି। ଠିକ୍ ସେହିପରି ଆମେ ଯେ ପ୍ରକାର ଏ ବାକ୍ୟକୁ ବୁଝିପାରିବା, ସେଥିପାଇଁ ସେ ବର କନ୍ୟା ଭାବରେ ପରମେଶ୍ୱର ଯୋହନଙ୍କୁ ଦର୍ଶନ ଦେଇ କହିଲେ, ପୁଣି ଏ ଜାଗାରେ ଲେଖିବା ନିମନ୍ତେ ଅନୁମତି ଦେଲେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଆଉ କ'ଣ ବୋଲି ଲେଖାଯାଏ? ପବିତ୍ର ନଗରୀ ଅର୍ଥାତ୍ ନୂତନ ଜେରୁସାଲେମ, କ'ଣ କହିଲ? ପବିତ୍ର ନଗରୀ ଅର୍ଥାତ୍ ନୂତନ ଜେରୁସାଲେମକୁ ବର ନିମନ୍ତେ ସଜ୍ଜିତା କନ୍ୟାର ସଦୃଶ ପ୍ରସ୍ତୁତ ହୋଇ ସ୍ୱର୍ଗରୁ ଈଶ୍ୱରଙ୍କ ନିକଟରୁ ଅବତରଣ କରିବାର ଦେଖିଲେ।
आमे देखू आमे 4 पर्वरे बोधे 4 पर्वरे 12 पर्वरे 4 पर्वर एक पदरे कौन लिखा जाए परमेश्वर जोहन को कहू अच्छा उठे आस केतबले गोटे तुरीर शब्द पर गोटे शब्द है जोर यापर मु दृष्टिपात कली आ देख स्वर्ग रे गोटे द्वार उन्मुक्त है गोटे द्वार उन्मुक्त हो गला बंद थिला द्वार खोलीगला गोटे रास्ता खोलीगला आउ गोटे तुरी शब्द सदृश कहूथिबार जे स्वर मु पूर्वरे शुणी ताहा कहला एठाकू उठी आस यार अर्थ से रैप्चर विषय को बुझाए सती कन्या ऊपर को उठी जीवार विषय बुझाए प्रभु जीशु तुरी शब्द न्याय तांकर लोक मान को डाकिबे जो माने तांकर अपेक्षा रे थिबे जो माने तांकर निमंते प्रस्तुत थिबे से मानकर कर्ण रे ही से शब्द बाजिबो से माने ही ताहा सुनी पारिबे आउ से माने संगे संगे शुणिला क्षणी आउ कौन सी विषय प्रति मनोযোगी हेबे नाई प्रभु जीशु निकट को सिद्धान्वित हो से मन होती से सती कन्या पुणी 12 पर्वरे आम मैंने अध्ययन करियछु 12 पर्वर 5 पदरे बोधे हाँ जे समस्त जाति को लोहदंड शासन करेंगे एपरि एक पुत्र संतान को सही स्त्री लोक प्रसव कले आउ ताहांक संतान ईश्वर और ताहांक सिंहासन निकट को उठाई निगले तलकू नाई कि सेठी रखीदेले नाई तांको छाड़ीदेले नाई उठेई निया दिगले तार अर्थ कौन से ही सती कन्या एक छोट सारा विश्वव्यापी मंडली को गोटे से स्त्री सहित तुलना करा जायछि से जहा को जा सॉरी से जहा को जन्म कला ताकू ही शैतान रो लक्ष्य थिला ताकू ही गिली करी खाइदेव ताकू मारी कर खाइदेव ताकू विनाश करदेले सब सरी जीव बोली शैतान गोटे लक्ष्य थिला आउ एबे शैतान लक्ष्य कौन एबे विश्वव्यापी मंडली रे जो ख्रीष्टीय लोक माने अछंती जो प्रभुंक लोक माने अछंती सेमाने समस्ते सती कन्या नुहंती किंतु सेमानक भितरु अल्प अल्प लोक से सती कन्या अटंती अर्थात गोटे पुत्र सहित जहाँ तुलना कराई गोटे छोट दल आ से माने केवल परमेश्वर का निमंते प्रस्तुत होचंती आ से माने होचंती से सती कन्या प्रेज द लॉर्ड हालेलुया आहुरी अन्य अन्य जगह रे मध्य ताहा लिखा जाए मो ए दुईटी जगह केवल कहली ए माने सती कन्या न्याय प्रभु जीशु डाकिला समय ऊपर को उठा गले आउ एबे आमे 21 पर्व रे देखुछु सेही मंडली बा सेही सती कन्या आउ बरंक निमंते सुसज्जिता न्याय से तलकू अवतरण करुअछि प्रेज द लॉर्ड हालेलुया एबे आमे कहा को बुझिबा एबे एक नूतन आकाश मंडल नूतन पृथ्वी हैला सही जगह रे रहिबा निमंते से आसुचंती आमे प्रत्येक पद को तो पढ़ी पारिबा नाई गोटे दुईटा पद पढ़िबा जेतु समय नाई आउ आमे से जगह रे देखु 3 पदरे आउ सिंहासन मध्य गोटे महाशब्द यहाँ कहिबार शुणिले देख मनुष्य मानक मध्य ईश्वर को वासस्थान अच्छी से सहित वास करेंगे आउ से माने ताहांक लुक हेबे मनुष्य मानक मध्य ईश्वर वासस्थान नथिला मोर प्रिय माने पूर्वर नथिला केबे नथिला जो दिन ठारू आदम बाध्य हेले पाप कले सेही दिन ठारू परमेश्वर सहित रहिबार सहभागिता करिबार गोटे जगार पास करिबार आउ सौभाग्य नथिला मनुष्यर किंतु जेतेबेले नूतन आकाश मंडल नूतन पृथ्वी सृष्टि हैला सती कन्या ओल्हे आसिले परमेश्वर सहित वास करुअछंती प्रेज द लॉर्ड हालेलुया आउ
ସେ ସେମାନଙ୍କ ସହିତ ବାସ କରିବେ ଆଉ ସେମାନେ ତାହାଙ୍କ ଲୋକ ହେବେ। ପୁଣି ଈଶ୍ୱର ସ୍ୱୟଂ ସେମାନଙ୍କ ସଙ୍ଗରେ ରହିବେ। ସେମାନଙ୍କ ଚକ୍ଷୁରୁ ସମସ୍ତ ଅଶ୍ରୁଜଳ ପୋଛିଦେବେ। ମୃତ୍ୟୁ ଆଉ ଘଟିବ ନାହିଁ, ଶୋକ କି କ୍ରନ୍ଦନ କି ବ୍ୟଥା ଆଉ ହେବ ନାହିଁ, କାରଣ ପୂର୍ବ ବିଷ ସବୁ ଲୋପ ପାଇଅଛି। ପୂର୍ବ ବିଷ ସବୁ କ'ଣ ହେଇଛି? ଲୋପ ପାଇଅଛି। ଆଉ ଦେଖାଯାଉନାହିଁ। ଆଉ ସେ ମୃତ୍ୟୁ ନାହିଁ, ଆଉ ସେ ଅଶ୍ରୁ ନାହିଁ, ଆଉ ସେ ଭୋଗ ନାହିଁ, ଆଉ ସେ ଭ୍ରାନ୍ତ ବିଷୟ ନାହିଁ। କେବଳ ପରମେଶ୍ୱର ଏବଂ ତାଙ୍କର ଲୋକମାନେ ସେ ଜାଗାରେ ଅଛନ୍ତି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଶାନ୍ତିରେ, ଆନନ୍ଦରେ ଆଉ ସେମାନେ କ'ଣ କରିବେ? ବାସ କରିବେ। ସେମାନଙ୍କର କ୍ରନ୍ଦନ କି ବ୍ୟଥା ଆଉ ହେବ ନାହିଁ। ଆଉ କୌଣସି ରୋଗ ଆକ୍ରମଣ କରିବ ନାହିଁ। ସେ ଜାଗାରେ କୌଣସି ଅସୁସ୍ଥତା କାହାକୁ ଦେଖାଯିବ ନାହିଁ। ପରମେଶ୍ୱରଙ୍କ ତୁଲ୍ୟ ମନୁଷ୍ୟ କ'ଣ କରିବ? ଯୁଆଡ଼େ ଇଚ୍ଛା ସ୍ୱର୍ଗକୁ ଇଚ୍ଛା କଲେ ବୁଲି ଯାଉଥିବ, ଯୁଆଡ଼େ ଇଚ୍ଛା କଲେ ସିଆଡ଼େ ଯାଉଥିବ। ଆମେ ଯଦିଓ ମଣିଷ ସେ ସମସ୍ତ ବିଷୟକୁ ନେଇ ତିଆରି କରିଛି, ତଥାପି ଆମେ ଯେତେବେଳେ ଦେଖୁ ସେ ସ୍ୱର୍ଗର ବିଷୟ ୟୁଟ୍ୟୁବରେ କି କୌଣସି ଫିଲ୍ମରେ ଦେଖୁ, ସେତେବେଳେ କ'ଣ ହୁଏ? ଦୂତମାନେ ଉପରେ ଉପରେ ଉଡ଼ୁଥାନ୍ତି, ଆରାମରେ ଯୁଆଡ଼େ ଇଚ୍ଛା ସିଆଡ଼େ ଯାଉଥାନ୍ତି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଆଉ ପ୍ରଭୁଙ୍କର ଲୋକମାନେ ଆମେ ପ୍ରଭୁଙ୍କର ଅପେକ୍ଷାରେ ରହୁ, ପ୍ରଭୁଙ୍କର ଇଚ୍ଛା ମଧ୍ୟ ଜୀବନ କାଟୁ। ଆମେମାନେ ମଧ୍ୟ ଗୋଟିଏ ଦିନ ସେ ସୌଭାଗ୍ୟର ସହଭାଗୀ ହେଉ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଆଉ ପରେ ସିଂହାସନ ଉପରିଷ୍ଠ ବ୍ୟକ୍ତି କହିଲେ, ଦେଖ ଆମେ ସମସ୍ତ ବିଷୟ ନୂତନ କରୁଅଛୁ। ଆଉ ସେ କହିଲେ, ଲେଖ, କାରଣ ଏହି ସମସ୍ତ ବାକ୍ୟ ବିଶ୍ୱସନୀୟ ଏବଂ ସତ୍ୟ ଅଟେ। ଆଉ ଯେ ଜୟ କରେ ସେ ଏହି ସମସ୍ତର ଅଧିକାରୀ ହେବ। ଆମେ ତାହାର ଈଶ୍ୱର ହେବୁ, ପୁଣି ସେ ଆମ୍ଭର ପୁତ୍ର ହେବ। ଅର୍ଥାତ୍ ପ୍ରତ୍ୟେକ ବିଷୟର ପରମେଶ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟ ହିଁ କଲେ। ସେ କ ଏବଂ କ୍ଷୟ, ଆଦି ଓ ଅନ୍ତ, ଆଉ ସେ ଆରମ୍ଭ ଓ ଶେଷ ଆମେ ସମସ୍ତେ ଜାଣିଅଛୁ। ସେ ପୃଥିବୀକୁ ଆସିଲେ, ଆଉ ସେ ଆମର ସପକ୍ଷରେ ଯୁଦ୍ଧ କଲେ, ସେ ବିଜୟୀ ହେଲେ, ମୃତ୍ୟୁ ଉପରେ ସେ ବିଜୟୀ ହେଲେ, ତେଣୁ ଆମେ ମଧ୍ୟ ବିଜୟୀ ହେବା। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଆଉ ତାଙ୍କର ଦ୍ୱାରା ଆମେ ଧାର୍ମିକ ଗଣିତ କରାଗଲା। ତାଙ୍କର ଦ୍ୱାରା ଆମେ ପାପ କ୍ଷମା ପାଇଲା। ତାଙ୍କର ଦ୍ୱାରା ସେ ପିତାଙ୍କର ସହଭାଗିତା ମଧ୍ୟ ଆମେ ପାଇବାକୁ ଯାଉଅଛୁ। ତାଙ୍କର ଦ୍ୱାରା ସେ ସ୍ୱର୍ଗ ରାଜ୍ୟ ବା ନୂତନ ଜେରୁସାଲେମ ବା ନୂତନ ଆକାଶମଣ୍ଡଳ, ନୂତନ ପୃଥିବୀରେ ବାସ କରିବାକୁ ଆମେ ସୁଯୋଗ ପାଇବା। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଯେଉଁ ଜାଗାରେ କେବେ ମୃତ୍ୟୁ ହେବ ନାହିଁ, ଯେଉଁ ଜାଗାରେ କେବେ କ୍ରନ୍ଦନ ହେବ ନାହିଁ, ଯେଉଁ ଜାଗାରେ କାହାକୁ ଭୋକ ଲାଗିବ ନାହିଁ, କାହାକୁ ଶୋଷ ଲାଗିବ ନାହିଁ, ଯେଉଁ ଜାଗାରେ ଅନ୍ଧାର ହେବ ନାହିଁ, ଯେଉଁ ଜାଗାରେ ରୋଗ ଆମମାନଙ୍କୁ ଆକ୍ରମଣ କରିବ ନାହିଁ, କଷ୍ଟ ଦେଇପାରିବ ନାହିଁ, କାହାର ଅସ୍ଥି ଭାଙ୍ଗିବ ନାହିଁ, ସେଠାରେ କୌଣସି ଦୁର୍ଘଟଣା ହେବ ନାହିଁ, ସେଠାରେ କୌଣସି ଆଉ ପାପ ରହିବ ନାହିଁ। ସବୁ ସୂଚି ବିଷ ସେଠାରେ ବାସ କରିବ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। 8 ପଦରେ ଲେଖାଯାଏ, କିନ୍ତୁ ଯେଉଁମାନେ ଭୀରୁ, ଅବିଶ୍ୱାସୀ, ଘୃଣ୍ୟ, କଳଙ୍କିତ, ନରଘାତକ, ବେବିଚାରୀ, ମାୟାବୀ ଓ ପ୍ରତିମା ପୂଜକ, ସେମାନେ ଆଉ ସମସ୍ତ ମିଥ୍ୟାବାଦୀ ଅଗ୍ନି ଓ ଗନ୍ଧକ ପ୍ରଜ୍ୱଳିତ ହ୍ରଦରେ ଅଂଶ ପାଇବେ। ଏହା ହେଉଛି ସେ ତୃତୀୟ ମୃତ୍ୟୁ। ଏମାନଙ୍କ ମଧ୍ୟରେ ଆମମାନଙ୍କର ସ୍ଥାନ ନାହିଁ। ଆମେ ଦ୍ୱିତୀୟ ମୃତ୍ୟୁର ଅଂଶୀ ହେବା ନାହିଁ। ମୋର ପ୍ରିୟମାନେ, ଯଦି ଆମମାନଙ୍କର ମଧ୍ୟରେ କୌଣସି ଏ ପ୍ରକାର 8 ପଦ ଅନୁସାରେ କୌଣସି ପାପ ରହିଯାଇଛି, ଆମେ ଏବେ ଅନୁତାପ କରୁ, ଏବେ ଫେରୁ, ଏବେ କହୁ, ପ୍ରଭୁ ମୁଁ ଏ ଦ୍ୱିତୀୟ ମୃତ୍ୟୁର ଅଂଶୀ ହେବା ନିମନ୍ତେ ଚାହୁଁନାହିଁ। ମୋତେ ସେ ନୂତନ ଆକାଶମଣ୍ଡଳ, ନୂତନ ପୃଥିବୀରେ ବାସ କରିବାକୁ ସୁଯୋଗ ଦିଅ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ପ୍ରଭୁ କ'ଣ କରିବେ? ଆମମାନଙ୍କୁ କ୍ଷମା କରି ଆମକୁ ସେ ନୂତନ ଆକାଶମଣ୍ଡଳ, ନୂତନ ପୃଥିବୀରେ ବାସ କରିବା ପାଇଁ ସୁଯୋଗ ଦେବେ। ସତୀ କନ୍ୟା ନିୟମ ସ୍ଥାନ ପାଇବା। ଆଉ ମୁଁ ଆଜି ରାତିରେ ଗୋଟେ ସ୍ୱପ୍ନ ଦେଖିଲି। ପ୍ରାୟ 1-2 ବଜେ ତ ମୁଇଁ ନେଇ ଶୁଇ, ବହୁତ ଲଗାତାର ଖାସ ହେଉଥାଏ। ତାପରେ ମୁଁ ଶୁଇ ପଡ଼ିଲି, କେତେବେଳେ ଶୁଇଲି ନାଇଁ ଜାନି। ଆଉ ଗୋଟେ ସ୍ୱପ୍ନ ଦେଖିଲି, ପୂର୍ବ ଦିଗରେ ଆଉ ଉପରେ ଆକାଶ ଉପରେ ବହୁତ ଗୁଡ଼ାଏ ଲକ୍ଷଣ ସବୁ ଦେଖାଯାଉଛି। ଆଉ ସେ ଲକ୍ଷଣ ଗୋଟେ ଭିନ୍ନ ପ୍ରକାର ଲକ୍ଷଣ ଅଟେ, ତାହା ମୁଁ ବର୍ଣ୍ଣନା କରିପାରୁନାହିଁ। ଆଉ ମୋର ପାଖରେ କିଏ କିଏ ଅଛନ୍ତି ମୁଁ ସେମାନଙ୍କୁ କହୁଛି।
ସେମାନଙ୍କୁ କହୁଛି ଦେଖ ଏ ପ୍ରକାର ସବୁ ପୂର୍ବ ଆକାଶରେ ଦେଖାଯାଉଛି ଆଉ ଏଇଟା ତ ପ୍ରଭୁ ଯୀଶୁଙ୍କର ଆଗମନର ଲକ୍ଷଣ ଅଟେ ବୋଲି ମୁଁ ଯାହାକୁ କହୁଛି ସେ ମୋତେ କହୁଛି କେତେ ଦିନରୁ ଏ ଲକ୍ଷଣ ଦେଖାଯାଉଛି ପ୍ରଭୁ ଯୀଶୁ ଆସୁନାହାନ୍ତି ବୋଲି କେତେ ଦିନରୁ ଏ ଲକ୍ଷଣ ଦେଖାଯାଉଛି ବୋଲି ତାପରେ ମୋତେ ଭଲ ଲାଗିଲା ନାହିଁ ଯାହା ବି ତୁ ଭାବ ମୋର ମନେ ମନେ ସେନ୍ତା ହେଉଛି ତୁ ଯାହା ବି ଭାବ ମୋତେ ତ ପ୍ରସ୍ତୁତ ହେବାର ଅଛି ପ୍ରେଜ୍ ଦ ଲର୍ଡ ହାଲେଲୁୟା ଆଜି ଆମେ ମୋର ପ୍ରିୟମାନେ ଆଜି ଆମେ ଏଇ ବାକ୍ୟ ସମସ୍ତଙ୍କୁ କହୁଛୁ ଆଉ ସମସ୍ତେ ପଢ଼ୁଛୁ ଆଉ ଚିନ୍ତା କରୁଛୁ ଯେ ପ୍ରଭୁ ଯୀଶୁଙ୍କର ଆଗମନ ବହୁତ ଶୀଘ୍ର ହେବ ପ୍ରଭୁ ଜଣାଉଛନ୍ତି ତାଙ୍କର ପ୍ରତ୍ୟେକ ଲକ୍ଷଣ ଦେଖାଗଲାଣି ସବୁ ବାକ୍ୟ ସମ୍ପୂର୍ଣ୍ଣ ହେବାକୁ ଯାଉଛି ଆଉ ଆମେ ସମସ୍ତେ ଜାଣୁଛୁ କିନ୍ତୁ କେହି କେହି ଗ୍ରହଣ କରୁଛୁ ଆଉ କେହି କେହି ଗ୍ରହଣ କରୁନୁ ହଁ ଏନ୍ତା ତ ସବୁଦିନ କହୁଛନ୍ ଏନ୍ତା ଭାବି ଦେଉଛୁ କିନ୍ତୁ ମୋର ପ୍ରିୟମାନେ ଆମେ ସମସ୍ତେ ନିଶ୍ଚୟ ଆମ ଅନ୍ତିମ ସମୟରେ ଅଛୁ এই ନୂତନ ଆକାଶ ନୂତନ ପୃଥିବୀରେ ସ୍ଥାନ ପାଇବାକୁ ହେଲେ ପରମେଶ୍ୱରଙ୍କର ସହଭାଗିତାରେ ବାସ କରିବାକୁ ହେଲେ 8 ପଦର କୌଣସି ପାପ ଆମମାନଙ୍କ ମଧ୍ୟରେ ସ୍ଥାନ ନ ପାଉ ଯଦି କିଛି ରହିଯାଇଛି ଆମେ ତାକୁ ତ୍ୟାଗ କରୁ ପ୍ରେଜ୍ ଦ ଲର୍ଡ ହାଲେଲୁୟା କୌଣସି ବ୍ୟଭିଚାର ସ୍ଥାନ ନ ପାଉ କୌଣସି ଘୃଣ୍ୟ ବିଷୟ ଆମମାନଙ୍କ ମଧ୍ୟରେ ସ୍ଥାନ ନ ପାଉ ଆମେ ଡରୁଆ ନ ହଉ ଆମେ ଅବିଶ୍ୱାସୀ ନ ହଉ ସବୁ ପ୍ରତ୍ୟେକ ବାକ୍ୟକୁ ବିଶ୍ୱାସ କରୁ ଆମମାନଙ୍କର ମଧ୍ୟରେ କୌଣସି ମିଥ୍ୟାର ବିଷୟ ନ ରହୁ ଯଦି ଏ ସମସ୍ତ ବିଷୟ ରହିବ ତାହେଲେ ଦ୍ୱିତୀୟ ମୃତ୍ୟୁର ଅଂଶୀ ହେବ ଜଣେ ଦ୍ୱିତୀୟ ମୃତ୍ୟୁରୁ ରକ୍ଷା ପାଇବା ନିମନ୍ତେ ଆମମାନଙ୍କୁ ନୂତନ ଆକାଶ ମଣ୍ଡଳ ନୂତନ ପୃଥିବୀରେ ବାସ କରିବାକୁ ହେବ ଆଉ ତହିଁର ଯୋଗ୍ୟତା କେବଳ ଆମମାନଙ୍କର ପାପକୁ ପ୍ରଭୁ ଯୀଶୁଙ୍କ ନିକଟରେ ଆମେ ସ୍ୱୀକାର କରି ଛାଡ଼ି ଦେଇ ପରମେଶ୍ୱରଙ୍କର ବାକ୍ୟ ମଧ୍ୟ ଜୀବନ କାଟିଲେ ମିଳିବ ପ୍ରେଜ୍ ଦ ଲର୍ଡ ହାଲେଲୁୟା ପ୍ରଭୁ ଯୀଶୁଙ୍କ ଦ୍ୱାରା ତାହା ମିଳିବ ଆଉ ଆମେ ସେ ପ୍ରକାର କର୍ମ କରୁ ଆଉ ଗୋଟେ ବିଷୟ ଆମେ ଯାହା ଆଜି ପଦରୁ ଅଧ୍ୟୟନ କଲା ଏ ସମସ୍ତ ବିଷୟ ମୁଁ ଗୋଟେ ବିଷୟ କହିବା ନିମନ୍ତେ ଚାହେଁ ଯେତେବେଳେ ମୁଁ ଏହା ପଢ଼ୁଥିଲି ଗୋଟେ ବିଷୟ ପବିତ୍ର ଆତ୍ମା ଜଣାଉଥିଲେ ଯେ ଏଇଟା ଦେଖନ୍ତୁ ସେ ନଗରୀର ପ୍ରାଚୀର ସେ ନଗରୀ କେତେ ଉଚ୍ଚ ନଗରୀର କାନ୍ଥ ଆଉ ନଗରୀର ଦ୍ୱାର ଏ ସମସ୍ତ ବିଷୟରେ ଲେଖାଯାଏ ତାର ଅର୍ଥ କ'ଣ ଏଇଟା ଗୋଟେ ଇଟା ମାଟିର କାନ୍ଥ ନୁହଁ ତାହା ଆଉ ତାହା କ'ଣ କ'ଣ ଲେଖାଯାଏ 20 ପଦରେ 19-20 ପଦରେ ତାର ସମ୍ପୂର୍ଣ୍ଣ ପାଠରେ ଲେଖାଯାଏ ସେଟା ଗୋଟେ 4 କୋଣିଆ ଅଟେ 4 କୋଣିଆ ବିଲକୁଲ ତାର ଦୈର୍ଘ୍ୟ ପ୍ରସ୍ଥ ଉଚ୍ଚତା ସବୁ ସମାନ ଅଟେ ସବୁ ସମାନ ଆଉ ତାର କେତେଟା ଦ୍ୱାର ସେ ନଗରୀର 12ଟି ଦ୍ୱାର ମୋର ପ୍ରିୟମାନେ ଏ 12ଟି ଦ୍ୱାରର ଅର୍ଥ ଏ ଜାଗାରେ ଆମେ ଯାହା ଦେଖିବାକୁ ପାଉ ତାହାର ଗୋଟିଏ ବୃହତ ଉଚ୍ଚ ପ୍ରାଚୀର ଅଛି ସେଥିର 12 ଦ୍ୱାର ଆଉ ସେ 12 ଦ୍ୱାର 12 ପ୍ରେରିତଙ୍କ ଦ୍ୱାରା ନିର୍ମାଣ କରାଯାଇଛି ମେଷଶାବକଙ୍କ 12 ପ୍ରେରିତଙ୍କ 12 ନାମ ଲିଖିତ ଅଛି ତାର ଅର୍ଥ କ'ଣ ବୁଝିପାରୁଛନ୍ତି ଆମେ ମନ ଦେଇ ଶୁଣିବା ଗୋଟିଏ ଗଭୀର ବିଷୟ ଅଟେ 12 ଦ୍ୱାରର ଅର୍ଥ ହେଉଛି ପ୍ରଭୁ ଯୀଶୁଙ୍କର 12 ଶିଷ୍ୟମାନେ ଅର୍ଥାତ୍ ପ୍ରେରିତମାନେ ତାଙ୍କର ପରମେଶ୍ୱରଙ୍କ ପ୍ରେରଣା ମତେ ପ୍ରଭୁ ଯୀଶୁଙ୍କର ପ୍ରେରଣା ମତେ ଯେଉଁ ବାକ୍ୟକୁ ଯେଉଁ ଗଭୀର ବାକ୍ୟ ସୁସମାଚାରକୁ ଲୋକମାନଙ୍କୁ ଦେଇଥିଲେ ଆଉ ସେ ବାକ୍ୟ ଦ୍ୱାରା ସ୍ଥାପିତ ତାହା ଦେଖନ୍ତୁ ଏଇଟା ଅଲଗା ବିଷୟକୁ ନିଅନ୍ତୁ ନାହିଁ ଏଇଟା ଗୋଟେ ବହୁତ ସୁନ୍ଦର ବିଷୟଟି ପ୍ରଭୁ ଯୀଶୁଙ୍କର ପ୍ରେରିତମାନେ ଯେଉଁ ବାକ୍ୟ ଆଧାରରେ ମଣ୍ଡଳୀ ତୋଳିଥିଲେ ଭିତ୍ତିମୂଳ ସେହି ଆଧାରରେ ଏଇ ନଗରୀର ଭିତ୍ତିମୂଳ ସ୍ଥାପିତ ହେଇଛି ପ୍ରେଜ୍ ଦ ଲର୍ଡ ହାଲେଲୁୟା ଅର୍ଥାତ୍ କେଉଁମାନେ ନୂତନ ଆକାଶ ମଣ୍ଡଳ ନୂତନ ପୃଥିବୀର ଅଂଶୀ ହେବେ ଯେଉଁମାନେ ଏ ପ୍ରେରିତମାନଙ୍କର ବାକ୍ୟ ଆଧାରରେ ନିଜର ଜୀବନର ଭିତ୍ତିମୂଳ ସ୍ଥାପନ କରିଥିବେ ପ୍ରେଜ୍ ଦ ଲର୍ଡ ହାଲେଲୁୟା ପୁଣି ପ୍ରତ୍ୟେକ ବିଷୟ ଦ୍ୱାଦଶ ଉପରେ
ए जगार लिखा गेट गेट कहार द्वारा आम घर भीतर को प्रवेश करूँ कहार द्वारा मोर प्रिय माने पुणी थे मन पकई दूसरी आम जिते प्रभु जीशु निकटवर्ती हो सुसमाचार द्वारा आम मंडली रे प्रवेश करूँ हाँ कि नहीं सुसमाचार प्रथमे शुणु प्रभु जीशु विषय सुसमाचार शुणी सारापर आम विश्वास करूँ और से मंडली अंशी होता अर्थात गृह रे प्रवेश करिता सुसमाचार होची से द्वार स्वरूप प्रेज द लॉर्ड हालेलुया हालेलुया अर्थात आउ 12टी द्वार अच्छी से नगरी रे 12टी द्वार 12 जन प्रेरितों द्वारा आउ प्रेरितों द्वारा स्थापित तार अर्थ प्रेरितों द्वारा स्थापित कले इने गोटे प्रेरित रहिले तार ऊपर गोटे प्रेरित हेटा नहीं से तांकर जो वाक्यर गभीर विषय नहीं से मैंने मंडली गुड़िक स्थापित करथिले सेही गभीर वाक्य द्वारा स्थापित होइथिबार व्यक्ति माने अटंती प्रेज द लॉर्ड हालेलुया हालेलुया आ ए जगह रे हम देखू विभिन्न विषय स्थान पाइछि मोर प्रिय माने आउ से ईश्वर गौरव 10-11 पद लिखाए से मते आत्मारे गोटे बृहत उत्स पर्वत को घेने जाई पवित्र नगरी जेरूशलेम को देखाइले ताहा स्वर्गरु ईश्वर निकटरू अवतरण करुथिला एवं ईश्वर गौरव विशिष्ट थिला ताहा ज्योति अति बहुमूल्य मणि सदृश स्वच्छ सूर्यकांत परी प्रेज द लॉर्ड हालेलुया आउ काहे के प्रकार लिखाए जाए मोर प्रिय माने ए जगह देखू कौन सी असुचिता से भितरे स्थान पाइला नहीं केवल पवित्रता से जगह थिला केवल धार्मिकता से जगह थिला आउ सेठी निमंते लिखा जाए से पवित्र नगरी रे गण होइथिला आउ केवल ईश्वर ही गौरव पाउथिले आ सेही जगह रे ज्योति अति बहुमूल्य मणि सदृश सूर्य स्वच्छ सूर्यकांत परी ज्योति ज्योति कहार ज्योति आम ए बाहर करवा 21-22 23 पदरे 23 पदरे आलोक निमंते से नगरीर सूर्य कि चंद्रर प्रयोजन नाई कारण ईश्वर गौरव ताहाको आलोकित करे और मेष शावक सेथिर प्रदीप स्वरूप अटंती से नगर में कौन सी लाइट ना कौन सी सूर्य ना कौन सी चंद्र ना कौन सी हेलोजन लगा जाए ना किंतु से जगह सब आलोक आलोकित होइछि तार अर्थ कौन कहार आलोक ईश्वरंकर आलोक ए जगह आम 11 पद देखिला ईश्वरंकर गौरव विशिष्ट से नगरी थिला ईश्वर गौरव पाउथिले से नगरी द्वारा आउ अति बहुमूल्य मणि सदृश तांकर ज्योति थिला ज्योति गोटे आलोक ए प्रकार आलोक जे बहुमूल्य मणि रे झटकु थिबा सदृश से आलोक एटा अलगा कौन से विषय नुह देखंतु आमे तो से मणि माने देखिनु से सुजोग पाइनु आमे किंतु से मणि माने सबुठारु बहुमूल्य अटंती आ निश्चय से माने ए प्रकार साइन दियंती जे आखि झलकी जाए ठीक से ही परी ए ज्योति ए आलुओ ए प्रकार एक आलुओ परमेश्वर आलुओ जे लोकंकर आखि कण हुए अति बहुमूल्य मणि सदृश झटकी जाए से आलुओ प्रेज द लॉर्ड हालेलुया आ स्वच्छ सूर्यकांत परी कहले आ गोटे मणि सदृश गुड़ाए मणि सब लेखा जाए माने नगरीर प्राचीर विषय आम देखू 19-20 21 तार द्वार 12 मुक्ता प्रत्येक द्वार गोटे गोटे मुक्तारे निर्मित आ नगरीर पथ स्वच्छ काच सदृश शुद्ध सुवर्ण निर्मित अर्थात सुना बाघे दिशुवा तार उपरे चलवे केन माने जेन माने पवित्रतारे चलवे जेन माने असुचिता को त्याग करिथिबे जेन माने जीशुंक रक्त रे धौत होइथिबे
ଯେନ୍ମାନେ ଆଉ ପାପକେ ପରିତ୍ୟାଗ କରିଥିବେ, ପ୍ରଭୁ ଯୀଶୁଙ୍କୁ ଉଦ୍ଧାର କଥା ଭାବରେ ଗ୍ରହଣ କରିଥିବେ, ଯେନ୍ମାନେ ନିନ୍ଦା ତାଡ଼ନା ଆସିଲେ ମଧ୍ୟ ସ୍ଥିର ଥିବେ ବିଶ୍ୱାସରେ, ଆଉ ପ୍ରଭୁଙ୍କର ନିକଟରେ ରହିବା ନିମନ୍ତେ ଗୋଟିଏ ଦିନ ପରମେଶ୍ୱରଙ୍କର ସହିତ ବାସ କରିବା ଆଶା ରଖିଥିବେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ସେହି ଭରସାରେ ବଞ୍ଚୁଥିବେ, ସେମାନେ ସେହି ଜାଗାରେ ସ୍ଥାନ ପାଇବେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଆଉ ପ୍ରଭୁ ଅନୁଗ୍ରହ କରନ୍ତୁ, ଏ ସମସ୍ତ ବିଷୟ ବୁଝିବାନ୍ତି ସାହାଯ୍ୟ କରନ୍ତୁ। ଏବେ ଗୁଡ଼ାଏ ଅର୍ଥ ଏ ଜାଗାରେ ରହୁଛି, ସେ ଜାଗାରେ କେବେ ରାତ୍ରି ହେବ ନାହିଁ, ସବୁବେଳେ ଦିବସ ହେଇଥିବ। ଆଉ କୌଣସି ଘୃଣ୍ୟ କର୍ମକାରୀ ସେ ଜାଗାରେ ସ୍ଥାନ ପାଇବେ ନାହିଁ, ମିଥ୍ୟାଚାରୀ କେହି ସ୍ଥାନ ପାଇବେ ନାହିଁ। ଆଉ ଯେଉଁମାନଙ୍କର ନାମ ଜୀବନ ପୁସ୍ତକରେ ଲେଖା ହେଇଛି ସେମାନେ ହିଁ ସେହି ଜାଗାରେ ସ୍ଥାନ ପାଇବେ। ମୋର ପ୍ରିୟମାନେ, ଆମେ ଜଗତରେ ଅଛୁ, ଆମେ ଯିଏ ଯାହାର ସକ୍ଷମ ଅନୁସାରେ ଗୋଟେ ଗୋଟେ ଗୃହ ନିର୍ମାଣ କରି ରହିବା ନିମନ୍ତେ ଚିନ୍ତା କରିଥାଉ ଆଉ ରହୁଥାଉ। କିନ୍ତୁ ମୋର ପ୍ରିୟମାନେ, ଏହି ଜଗତର ଗୃହ ତ ଅନିତ୍ୟ ଅଟେ, କିନ୍ତୁ ନିତ୍ୟ ସ୍ଥାୟୀ ଏକ ଗୃହ ପରମେଶ୍ୱର ଆମମାନଙ୍କୁ ଦେବାକୁ ଚାହୁଁଛନ୍ତି, ଆମେ ତାଙ୍କଠାରେ ଯଦି ବିଶ୍ୱସ୍ତ ରହିବା। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଆଉ ସେ ଗୃହ ହେଉଛି ଆଉ ସେଇ ନୂତନ ଜେରୁସାଲେମ ବା ନୂତନ ଆକାଶମଣ୍ଡଳ ବା ନୂତନ ପୃଥିବୀ। ଆଉ ସେ ନୂତନ ଜେରୁସାଲେମରେ ଆମେ କେତେବେଳେ ସ୍ଥାନ ପାଇବା? ଯୀଶୁଙ୍କର ରକ୍ତରେ ଆମେ ଧୌତ ହେଇଥିଲେ ଆଉ ଜୀବନ ଶେଷ ପର୍ଯ୍ୟନ୍ତ ପରିତ୍ରାଣକୁ ଧରି ବିଶ୍ୱସ୍ତତାରେ ଜୀବନ କାଟୁଥିଲେ। ପ୍ରଭୁ ଆମମାନଙ୍କୁ ସେ ସୁଯୋଗ ଦେବେ, ଆମମାନେ ମଧ୍ୟ ସେହି ସୁନ୍ଦର ଗୃହର ଅଂଶୀ ହେଉ। ଆମେମାନେ ମଧ୍ୟ ସେହି ପରମେଶ୍ୱରଙ୍କର ପ୍ରତ୍ୟେକ ଯୋଜନାର ଅଂଶୀ ହେଉ। ଆମମାନଙ୍କ ମଧ୍ୟରେ କୌଣସି ଅସୁଚିତା ବାସ ନ କରୁ। ପ୍ରତ୍ୟେକ ଅସୁଚିତାକୁ ଆମେ ଯୀଶୁଙ୍କ ନିକଟରେ ଆମେ ସମର୍ପଣ କରି ତାଙ୍କର ରକ୍ତରେ ଧୌତ ହୋଇ ଆମେ ତାଙ୍କର ସହଭାଗୀ ହେଉ। ଅର୍ଥାତ୍ ଯେଉଁ ଜାଗାରେ ପରମେଶ୍ୱର ବାସ କରନ୍ତି, ସାର ପଦ ଅନୁସାରେ ଯେଉଁ ଜାଗାରେ ପରମେଶ୍ୱର ବାସ କରନ୍ତି ସେହି ଜାଗାରେ ତାଙ୍କର ଲୋକମାନେ ବାସ କରିବେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଆଉ ସେହି ଗୃହ ସର୍ବଦା ଆଲୋକରେ ପରିପୂର୍ଣ୍ଣ। ପରମେଶ୍ୱରଙ୍କର ଗୌରବ ରୂପ ଆଲୋକ ସେହି ଗୃହକୁ, ଏଇଟା ସାଧାରଣ ଗୃହ ନୁହଁ, ଏଇଟା ବିରାଟ ଏକ ପୃଥିବୀ ପରି କେଜାଣେ ହେଇଥିବ ତାହା। ଆଉ ଏ ଜଗତର ସୂର୍ଯ୍ୟ ଚନ୍ଦ୍ର ସେ ଜାଗାରେ ନଥିବେ, ଅନ୍ଧାର ହେବ ନାହିଁ, କାହାକୁ ଭୋକ ଲାଗିବ ନାହିଁ, କାହାକୁ ଶୋଷ ଲାଗିବ ନାହିଁ। ହେଲେ ମାସକୁ ବର୍ଷକୁ 12 ମାସ ଫଳ ଫଳିବ, ଜୀବନ ଫଳ, ଆଉ ତାହା ଲୋକମାନେ ଖାଇବେ। ପରମେଶ୍ୱରଙ୍କର କେବଳ ଗୌରବ କରିବେ, ପରମେଶ୍ୱରଙ୍କର ସହିତ ଶାନ୍ତିରେ ଆନନ୍ଦରେ ସେତେବେଳେ ବାସ କରିବେ। ଆଉ କୌଣସି କଷ୍ଟ ସେ ଜାଗାରେ ରହିବ ନାହିଁ। ମୋର ପ୍ରିୟମାନେ, କେବଳ ଏହି ନଗରୀ ନିମନ୍ତେ, କେବଳ ଏହି ଅନନ୍ତ ଜୀବନ ନିମନ୍ତେ, କେବଳ ଏହି ସ୍ୱର୍ଗ ନିମନ୍ତେ ବା ଶାନ୍ତିର ରାଜ୍ୟ ନିମନ୍ତେ, ପରମେଶ୍ୱରଙ୍କର ସହଭାଗିତା ନିମନ୍ତେ ଲୋକମାନେ ଆଜି ମାରି ଦିଆଯାଉଛି ପଛେ ସେମାନେ ପ୍ରଭୁଙ୍କୁ ଛାଡ଼ୁନାହାନ୍ତି। ପ୍ରେଜ୍ ଦ ଲର୍ଡ। ପ୍ରଭୁ ବାକ୍ୟ ଦ୍ୱାରା ଆମ ସମସ୍ତଙ୍କୁ ଅନୁଗ୍ରହ କରନ୍ତୁ। ଆମେ ମଧ୍ୟ ଏହି ମହାନଗରୀର